ଜୟ ଜଗନ୍ନାଥ ସାଙ୍ଗମାନେ ପୁଣି ଆସିଗଲା ଗୋଟେ ମିନି ବ୍ଲଗ୍ ନେଇକି। ଆଜି ସକାଳୁ ସକାଳୁ ଗାଧୁଆ ସାରି ଠାକୁର ପୂଜା କରି ମୁଁ ବାହାରି ପଡ଼ିଲି ମୋ କାମରେ, କାହିଁକିନା ଆଜି ଗୋଟେ ମେକଅପ୍ କଲ୍ ଥିଲା। ତ ମୋ ସାନ ଭାଇ ନେଇକି ଯାଉଛି ମୋତେ ଛାଡ଼ିବା ପାଇଁ। ଆସି କ୍ଲାଇଣ୍ଟ ଘରେ ପହଞ୍ଚିକି ଦେଖେ ତ କ୍ଲାଇଣ୍ଟ ଆମର ଚୁଡ଼ି ପିନ୍ଧିବାରେ ବ୍ୟସ୍ତ, କାହିଁକିନା ଅଲରେଡ଼ି ଲେଟ୍ ହେଇଗଲାଣି। ତାପରେ ମିଟୁକୁ ଦେଖି ଆମ ମିଟୁ କଥା ମନେ ପଡ଼ିଗଲା, ତା ସାଙ୍ଗେ ଟିକେ କଥାବାର୍ତ୍ତା ହେଲି। ଆଉ ସବୁଠୁ ବଡ଼ କଥା ଗୋଟେ ଝିଅ ଜୀବନରେ ନିଜ ଘରକୁ ଛାଡ଼ିକି ଆଉ ଜଣକୁ ବାହା ହେଇକି ପର ଘରକୁ ଯିବା ବହୁତ ବଡ଼ କଷ୍ଟ। ତ ସେଠି ମୁଁ ବି କାନ୍ଦି ପକେଇଲି। ତାପରେ ଆମ କ୍ଲାଇଣ୍ଟ ଯାଇ ଗାଡ଼ିରେ ବସି ପଡ଼ିଲେଣି, କାହିଁକିନା ଆମେ ଘରେ ମେକଅପ୍ ଦେଲୁନି, ଯେଉଁଠି ତାଙ୍କର ମ୍ୟାରେଜ୍ ହେଉଛି ମନ୍ଦିରରେ ସେଠିକି ଗଲୁ। ସେଠିକି ଗଲା ପରେ ସବୁ ପ୍ରୋବ୍ଲେମ୍ ଦେଖିଲି। ତ ସେଥିପାଇଁ ଫାର୍ଷ୍ଟ ଟାଇମ୍ ମୋ ଲାଇଫ୍ରେ ମୁଁ କାର୍ରେ ମେକଅପ୍ ଦେଉଛି, ଯେହେତୁ ଏସି ଲାଗିଥିଲା। ଆଉ ମୋତେ ବି ଭଲ ସୁବିଧା ହେଲା, ତଥାପି ବହୁତ ଟିକେ କଷ୍ଟ ହେଲା ମେକଅପ୍ ଦେଲା ବେଳକୁ। ମେକଅପ୍ କମ୍ପ୍ଲିଟ୍ ଆପଣ ଦେଖିପାରୁଥିବେ। ମେକଅପ୍ଟା କେମିତି ଲାଗିଲା ଆପଣମାନେ ନିଶ୍ଚୟ କମେଣ୍ଟରେ ମୋତେ କହିବେ। ଯଦି ଆପଣଙ୍କର ବି ଦରକାର ନିଶ୍ଚୟ ମୋତେ ମେସେଜ୍ କରିବେ। ତାପରେ ମୁଁ ଆସିକି ଏଠି ଖାଇବା ପାଖକୁ ଆସିକି ଖାଇଦେଲି ଆଗ, କାହିଁକିନା ମୁଁ ସକାଳୁ କିଛି ଖାଇନଥିଲି କାମ ବ୍ୟସ୍ତରେ। ତାପରେ ବି ତାଙ୍କର ଲେଟ୍ ହେଉଥିଲା ମେକଅପ୍ ପାଇଁ। ତାପରେ ଆସିକି ଖାଇକି କ୍ଲାଇଣ୍ଟ ପାଖକୁ ଗଲା ବେଳକୁ କ୍ଲାଇଣ୍ଟ ପୁରା ଆମର ଖୁସି, ସେ କାହା ସାଙ୍ଗେ ଗପିବାରେ ଲାଗିଛନ୍ତି। ତାପରେ ଆସିଲି ଏବେ ମୋ ଘରକୁ, ଆସିକି ମୋ ବାଛୁରୀ ସାଙ୍ଗେ ଟିକେ ଲାଗିଦେଲି, କାହିଁକିନା ସେ ବାଟରେ ବନ୍ଧା ହେଇଥିଲା ନା। ଆସିଲି ଘରକୁ।